ଆପଣମାନେ ଶୁଣୁଛନ୍ତି ରେଡିଓ କୋରାପୁଟ। ଆଜି ଅର୍ଥାତ୍ ଫେବୃଆରୀ ମାସର 4 ତାରିଖ, ଯାହାକି ଆଜି ଆମେ ସମସ୍ତେ ପାଳନ କରିଛେ ମାଘ ସପ୍ତମୀ ଭାବରେ। ତେବେ ମାଘ ସପ୍ତମୀ ଦିନ ଜଣେ ବିଶିଷ୍ଟ ବ୍ୟକ୍ତିଙ୍କର ପୁଣ୍ୟତିଥି ଭାବରେ ମଧ୍ୟ ପାଳିତ ହେଉଛି। ସେ ହେଉଛନ୍ତି ଶୂଦ୍ରମୁନି ସାରଳା ଦାସ। ସାରଳା ଦାସଙ୍କୁ କହିଲେ ମହାଭାରତ କଥା ସମସ୍ତଙ୍କ ପାଟିରେ ଆସିଯାଏ। ସାରଳା ଦାସଙ୍କ ମହାଭାରତ। ତେବେ ଏଇ ସାରଳା ଦାସ ମହାଭାରତ ରଚନା କାହିଁକି କଲେ ଏବଂ ଏ ଓଡ଼ିଆରେ ଲେଖିବାର ଆବଶ୍ୟକତା କ'ଣ ଥିଲା? ଏହା କ'ଣ ମୂଳ ମହାଭାରତର ଓଡ଼ିଆ ଅନୁବାଦ, ନା ଏଥିରେ ଆଉ କିଛି ସ୍ୱତନ୍ତ୍ରତା ରହିଛି? ଏସବୁ ସମ୍ପର୍କରେ ଆଜି ଆମେ କଥାବାର୍ତ୍ତା କରିବା। ଆମ ସହିତ ଟେଲିଫୋନ ଯୋଗେ ଉପସ୍ଥିତ ଅଛନ୍ତି ଆମର ଅତି ପ୍ରିୟବ୍ରତ ପାତ୍ର ଭାଇ। ଭାଇ, ଆପଣଙ୍କୁ ଆମେ ସ୍ୱାଗତ କରୁଛୁ ରେଡିଓ କୋରାପୁଟକୁ। ଆଜିର ଏହି ଅବସରରେ ଆମେ ଜାଣିବାକୁ ଚାହିଁବୁ ଶୂଦ୍ରମୁନି ସାରଳା ଦାସଙ୍କର ମହାଭାରତ, ଏହା ମୂଳ ମହାଭାରତର ଅନୁବାଦ, ନା ଏଥିରେ ଆଉ କିଛି ସ୍ୱତନ୍ତ୍ରତା ରହିଛି? ଭାଇ ନମସ୍କାର ଶ୍ରୋତା ବନ୍ଧୁ। ସାରଳା ଦାସ କୃତ ମହାଭାରତଟି ସାରା ଭାରତରେ ପ୍ରଥମ, ଯାହାକି ସଂସ୍କୃତ ମହାଭାରତ, ବେଦ ବ୍ୟାସ ଯେ କରିଥିଲେ ମୂଳ ମହାଭାରତ, ତାର ପ୍ରଥମ ମାନେ ଭାବାନ୍ତର ବୋଲି କହିପାରିବା ମଧ୍ୟ ଓଡ଼ିଶାରେ ହେଇଥିଲା। ସେତେବେଳେ ଯାହା କଳିଙ୍ଗଠୁ ଉତ୍କଳ ଥିଲା, ଓଡ଼ିଆ ଭାଷାରେ ସେଟା ହେଇଥିଲା। ତେଣୁ ସାରା ଭାରତରେ ଇଏ ହଉଛି ଗୋଟେ ସର୍ବପ୍ରଥମ ଅନୁବାଦ। ପରେ ଆପଣଙ୍କର ତାମିଲ, କେରଳ, ତେଲୁଗୁ ହେଲା କି ହିନ୍ଦୀ ହେଲା କି କଣ ହେଲା ଅଲଗା କଥା। ପ୍ରଥମ ଅନୁବାଦ ସେ ଦିଗରୁ ଆଞ୍ଚଳିକ ଭାଷାରେ ଯାଉ କହିବା। ତେଣୁ ଯେତେବେଳେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଲା, ତାର ଯୋଉ ପ୍ରମାଣ ସ୍ୱରୂପ ବିଭିନ୍ନ ପ୍ରକାର ବହି ଦିଆଯାଇଥିଲା, ତା ଭିତରେ ସାରଳା ଦାସଙ୍କ ମହାଭାରତ ଥିଲା। ତ ଏଇ ସାରଳା ଦାସଙ୍କ ମହାଭାରତଟି ପ୍ରକୃତରେ ଆଜି ଯୋଉକୁ ଆମେ ଓଡ଼ିଆ ବୋଲି କହୁଛୁ, ଏଇ ଯୋଉ ଓଡ଼ିଆଟା ପ୍ରକୃତରେ ଏଇଟା ଓଡ଼ିଆ ନୁହଁ। ଏ ଓଡ଼ିଆରେ ବହୁତ ପ୍ରକାର ନୂଆ ଭାଷା ମିଶିଥିଲା। ଏଥିରେ ହିନ୍ଦୀ ଅଛି, ବାହାରର ଭାଷା ଅଛି, ଉର୍ଦ୍ଦୁ, ପାର୍ସି, ଆପଣଙ୍କର ଡଚର କିଛି ଲାଙ୍ଗୁଏଜ ଅଛି, କିଛି ଇଂରାଜୀ ମାନଙ୍କର କିଛି ଫରାସୀ ଲାଙ୍ଗୁଏଜ, ସବୁ ମିଶି ଏସବୁ ଆଜିର ଓଡ଼ିଆ ଆମେ ଦେଖୁଛୁ। କିନ୍ତୁ ଆମେ ଯଦି ଖାଣ୍ଟି ଓଡ଼ିଆ ଭାଷାରେ ଯଦି ଦେଖିବା, ପ୍ରକୃତରେ ସାରଳା ଦାସଙ୍କର ମହାଭାରତ ହଉଛି ଖାଣ୍ଟି ଓଡ଼ିଆ। ଇଭେନ ଜଗନ୍ନାଥ ଦାସଙ୍କର ଯୋଉ ରହିଲା ଆମର ଭାଗବତ, ଓଡ଼ିଆ ଭାଗବତ, ସେଇଟା ବି କୁଆଡେ କୁହାଯାଏ ଯେ ଖାଣ୍ଟି ଓଡ଼ିଆ ନୁହଁ, ବରଂ ସେଥିରେ ତେଲୁଗୁର ପ୍ରଭାବ ବେଶୀ ରହିଥିଲା। କାହିଁକିନା ତେଲୁଗୁର ଯାମାନେ ସେତେବେଳେ ଥିଲେ, ପୁରୀର ରାଜା ସବୁ ଯାହାକୁ ଆମେ କହୁଛେ, ସେମାନେ ସବୁ ସେତେବେଳକୁ ଓଡ଼ିଶା, ତେଲୁଗୁ, ଆନ୍ଧ୍ର ବୋଲି ତ ସେମିତି କିଛି ନଥିଲା। କିନ୍ତୁ ଯୋଉ ପୃଷ୍ଠପୋଷକ ଯୋଉମାନେ କରୁଥିଲେ, ରାଜା ପଦବୀରେ ଯୋଉମାନେ ଶୀର୍ଷରେ ଥିଲେ, ସେମାନେ ସବୁ ଆପଣ ଜାଣିଥିବେ, ଲାଙ୍ଗୁଳା ନରସିଂହ ଦେବ କୁହନ୍ତୁ, ଏମାନେ ସବୁ କପିଳେନ୍ଦ୍ର ଦେବ ହଉଛନ୍ତି ଓଡ଼ିଶାର ରାଜା। ଆଉ ବାକି ଯେତେ ସବୁ ଆସିଥିଲେ, ଯୋଉ ଆର୍କିଟେକ୍ଚର ସବୁ ତିଆରି ହେଇଛି ଭାରତର, ଓଡ଼ିଶାର ସବୁ ବଡ ବଡ ମନ୍ଦିର ଗୁଡାକ, ସେ ସବୁ କିଏ ସାଉଥରୁ ଆସିଥିଲା, କିଏ କର୍ଣ୍ଣରୁ ଆସିଥିଲା, ତାକୁ ଆମେ ଓଡ଼ିଶାର କି ଆନ୍ଧ୍ରର କି ତେଲୁଗୁ କି କଣ ସବୁ କହିପାରିବାନି। ତ କିନ୍ତୁ ମହାଭାରତର ଯଦି କଥା କହିବା, ଓଡ଼ିଆ ଖାଣ୍ଟି ଓଡ଼ିଆ ବୋଲି, ମହାଭାରତ ଖାଣ୍ଟି ଓଡ଼ିଆ। ଏସବୁ ଯୋଉ ପଲ୍ୟୁସନ ହେଲା, କାହିଁକିନା ପରେ ମୁସଲମାନ ଶାସକ ଆସିଲେ, ପରେ ଇଂରେଜୀ ଲୋକ ଆସିଲେ, ତାପରେ କେତେ ପ୍ରକାର ସବୁ ଭାଷାର ମିଶ୍ରିତ ହେଲା। ତେଣୁ ଶେଷ ସୀମାନ୍ତ ବୋଲି ଯଦି କହିବା, ଆମେ ମହାଭାରତ କହିପାରିବା, ସାରଳା ଦାସଙ୍କ ମହାଭାରତ। ମହାଭାରତରୁ ଅଲଗା କଣ? ଯୋଉମାନେ ଦି ଯାକ ମହାଭାରତ ପଢିଥିବେ, ବେଦବ୍ୟାସ କୃତ ମହାଭାରତ ଆଉ ସାରଳା ଦାସ କୃତ ମହାଭାରତ, ବହୁତ ତା ଭିତରେ ଫରକ ଅଛି। ବହୁତ ଫରକ କଣ? ସେଇଠି ଯେଉଁଭଳି ଗୋଟେ ରାଜକୀୟ ଢଙ୍ଗରେ ପ୍ରତିପାଦନ କରାଯାଇଛି, ପାଣ୍ଡବ ମାନଙ୍କୁ, କୌରବ ମାନଙ୍କୁ, ଯୁଦ୍ଧକୁ ଯେମିତି ଗୋଟେ ଅତି ଅଲୌକିକ କଥା ସେ ବର୍ଣ୍ଣନା କରାଯାଇଛି, ଯୋଉଟା ଶୁଣିକି ପାଠକ ସ୍ତବ୍ଧ ହେଇଯିବ, ଛାନିଆ ପଡିଯିବ ଯେ ଆରେ ଏଡେ ସବୁ ଯୁଦ୍ଧ ହେଇଥିଲା, ସେଟା ଆଣବିକ ବୋମା ହେଇଥିଲା, ଏମିତି ଉଡି ଯାଉଥିଲେ ସବୁ, ବ୍ରହ୍ମଯାନ ଥିଲା, ମାୟା ଥିଲା। କିନ୍ତୁ ସାରଳା ଦାସଙ୍କ ମହାଭାରତ ତାହା ନୁହଁ। ଏଇଟା ହଉଛି ସମ୍ପୂର୍ଣ୍ଣ ଗ୍ରାମ ଭିତ୍ତିକ, ସମ୍ପୂର୍ଣ୍ଣ କୃଷି ଭିତ୍ତିକ ଗୋଟେ ସମାଜର, ଓଡ଼ିଆ ସମାଜର ପୁରପଲ୍ଲୀର ଘଟଣା। ତେଣୁ ଘଟଣା ଗୁଡା ସେ ଅନୁସାରେ ଯେମିତି ଗାଁ ଗହଳିରେ ଘଟିଥାଏ, ଯୋଉମାନେ ଗ୍ରାମୀଣ ଗାଁ ପରିବେଶରୁ ବଢିଛନ୍ତି, ସେମାନେ ଜାଣିପାରିବେ ଯେ ଗାଁ ପରିବେଶର ଘଟଣା କଣ, ଯୋଉଠି କି ଅତି ମାନେ ଆର୍ଥିକ ଦୁରାବସ୍ଥା ଲାଗି ରହିଥାଏ, ରୋଗ ଶୋକ ଲାଗି ରହିଥାଏ। ତେଣୁ ଦେଖିବେ ମହାଭାରତରେ ଏଭେନ୍ ଗୋଟେ ଛୋଟିଆ ଉଦାହରଣ, ଯୁଧିଷ୍ଠିର ହଉଛି ମହାଭାରତର ଗୋଟେ କ୍ୟାରେକ୍ଟର। ଇଏ ଆମର ଚଷା ଭୂଷା ମାନେ ଘରେ ପୁଅକୁ କିଏ ଯୁଧିଷ୍ଠିର ବୋଲି ନାହାନ୍ତି, ଯୁଧେଛି ବୋଲି।
ନା ଅରଜୁନ ବୋଲିକିରି ଅର୍ଜୁନ କହିବା କି ନା ଅରଜୁନ ସେମିତି କୃଷ୍ଣଙ୍କୁ ଗୋଟେ କୃଷ୍ଣ ଆମକୁ ସବୁ ଯେମିତି ଏକ୍ଜାକ୍ଟଲି ଗୋଟେ ଗାଁରେ ଡକା ହକା ହୁଏ ସେମିତି ସବୁ କ୍ୟାରେକ୍ଟର ଗୁଡାକ ଅଛି। ସେଇ ସେଇ ମାନେ ଅନୁସାରେ ସେ କାହାଣୀଟି ଡେଭଲପ କରାହେଇଛି। ଆପଣ ଧରନ୍ତୁ ଈର୍ଷା ମାନେ ମାନେ ସପତ୍ନୀ ମାନଙ୍କ ଭିତରେ ଈର୍ଷା, ଭାଇ ମାନଙ୍କର ଈର୍ଷା, ପଇସାକୁ ନେଇକିରି କଳହ, ଆଉ ନିଜର ପିଲାଟିକୁ ନେଇକିରି ତାର ଯୋଉ ଅପତ୍ୟ ପ୍ରୀତି ଯୋଉ କହିବା, ବାପର ଅପତ୍ୟ ପ୍ରୀତି ଏଗୁଡାକ ସବୁ କେମିତି ସେଟା କେମିତି ଭାଇ ଭାଇ ଭିତରେ ଭାଙ୍ଗ ଛିଣ୍ଡି ନଛିବା ଯୋଉ ଭାଇ ଭାଇ ଭିତରେ ଯୋଉ କଳିଗୋଳ ସମ୍ପତ୍ତିକୁ ନେଇକି ଭୂ ସମ୍ପତ୍ତିକୁ ନେଇକିରି ଭାଇ ଭଗାରୀ ଯୋଉ କହୁଛନ୍ତି, ଓଡିଆର ଗ୍ରାମୀଣ କଲଚର ଯେମିତି ଦେଖିବା ଆମେ ସେଟା ମହାଭାରତ ଦେଖିପାରିବା। ତେଣୁ ସେଇ ଦୃଷ୍ଟିରୁ ସେଇଟା ପଢିବାରେ ଗୋଟେ ଅଧିକ ରୋମାଞ୍ଚକର ଲାଗେ। ତା ଛଡା ଆଉ ଗୋଟେ ବଡ କଥା ହଉଛି ମହାଭାରତ ଏମିତି ଅନେକ ଛୋଟ ଛୋଟ କଥାଣୀ ବୋଲି ଗୋଟେ ଶବ୍ଦ ଅଛି, କଥାଣୀ ତ କାହାଣୀ ଭିତରେ କାହାଣୀ, ଛୋଟ ଛୋଟ କାହାଣୀ ଗୁଡା ଯୋଉଟା ଛୋଟ ଛୋଟ ସମ୍ପୂର୍ଣ୍ଣ ମୌଳିକ, ଯୋଉଟା କି ଶାରଳା ଦାସ ତା ଭିତରେ ଖଞ୍ଜିଛନ୍ତି, ଯୋଉଟା ମୂଳ ମହାଭାରତରେ ନାହିଁ। ଏଇଥିରୁ ଅନୁମାନ କରି ହୁଏ ଯେ କେତେ ବଡ ପ୍ରଚଣ୍ଡ ସେ ବିଜ୍ଞ ଥିଲେ। ଆଉ ଗୋଟେ ଏଡେ ବଡ ମହାଭାରତର କୁ ଯିଏ କରାୟତ୍ତ କରିପାରିଥିଲେ, ସଂସ୍କୃତ ତ ବୁଝିଥିଲେ, କିନ୍ତୁ କଣ କଲେ ଗ୍ରାମ ସ୍ତରରେ ମାନେ ରୁଟ୍ ଲେଭେଲରେ ଲୋକ ଏଟାକୁ ଗ୍ରହଣ ଯୋଗ୍ୟ ହେବେ ସେଇ ଉପରେ ଧ୍ୟାନ ଦେଇ ସେ କରିଥିଲେ। ତେବେ ଆଜିର ତାଙ୍କର ଯୋଉ ପ୍ରୟାସଟା ଥିଲା ଗ୍ରହଣ ଯୋଗ୍ୟ କରିବା ପାଇଁ ପ୍ରୟାସ, ତାହା କେତେ ଗ୍ରହଣ ଯୋଗ୍ୟ ହେଇପାରିଥିଲା ବୋଲି ଆପଣ ଭାବୁଛନ୍ତି? ବହୁତ ପ୍ରଚଣ୍ଡ ଭାବେ ଆମ ଓଡିଶାରେ ଏମିତି କିଏ ଲୋକ ନାହିଁ ଯାହା ଉପରେ ମହାଭାରତର ପ୍ରଭାବ ନ ପଡିଛି। ମହାଭାରତ, ଭାଗବତ ଏଇ ଦିଟା ହଉଛି ଆମର ଓଡିଶାର ଅସ୍ମିତା ବା ଲିଟରେଚର ଇଏରେ ଆମର ଜୀବନ, ଆମର ଧର୍ମ ଧାରଣା, ଆମର ବ୍ୟବହାର, ଏଥିରେ ଦିଟାର ପ୍ରଚଣ୍ଡ ପ୍ରଭାବ ରହିଛି। ଆମେ ଯେମିତି ଭାଗବତକୁ ସମ୍ମାନ ଦଉ, ଭାଗବତ ଟୁଙ୍ଗି ଚାଲିଥିଲା, ଭାଗବତ ଗୋଟେ ଆମେ ସାକ୍ଷାତ ଭଗବାନଙ୍କ ରୂପରେ ଦେଖୁ, ମହାଭାରତକୁ ସେମିତି ନିଆଯାଏ। ତ ମହାଭାରତର ପ୍ରଭାବ ବହୁତ ଅଧିକା। ତାପରେ ଗାଁ ଗାଁରେ ସବୁ ବିଭିନ୍ନ ଆମର ଯୋଉ ଲୋକ କଥା, ଲୋକ ବୋଲି ହଉ, ଏବଂ ଛୋଟ ଛୋଟ ଯୋଉ ନାଟକ ଫାଟକ ଆମେ ସବୁ କରୁଛୁ ଗାଁ ମାନଙ୍କରେ କରାଯାଏ, ସେଥିରେ ମହାଭାରତ ବହୁତ ପ୍ରଭାବ ବିସ୍ତାର କରିଥିଲା। ଆମର ଚିତ୍ରାଙ୍କନରେ, ଆମର ନୃତ୍ୟରେ, ଆମର କାବ୍ୟ ବିଳାସରେ, ଆମର ପଥର ଭାସ୍କର୍ଯ୍ୟରେ, ଧରନ୍ତୁ ନବଗୁଞ୍ଜର ଟା ମହାଭାରତରେ ନାହିଁ। ଗୋଟେ ଅଦ୍ଭୁତ ଜନ୍ତୁର କଳ୍ପନା, କଣ ତାର ଯେ 9ଟା ବିଭାଗ, ସେ ଗୋଟେ ଲାଙ୍ଗୁଟା ସାପ ଭଳିଆ, ସେଟାର ଚୂଳଟା ବୃଷଭ ଭଳିଆ, ଆଉ ମୁହଁଟା କୁକୁଡା ଭଳିଆ, ଆଉ ଗୋଟେ ଗୋଡ ବାଘର ଗୋଡ, ନବଗୁଞ୍ଜର ଯାଉ କୁହନ୍ତି। ସେଠି କୃଷ୍ଣ, ସେ କାହାଣୀଟା ସମସ୍ତେ ଜାଣନ୍ତି, କୃଷ୍ଣ ଡରେଇବାକୁ ଲାଗିଲେ ଇଏକୁ, ଅର୍ଜୁନକୁ, ଯେମିତି ଗୋଟେ ରୂପ ଆକାରରେ ଆସିଲେ ତାକୁ ଅର୍ଜୁନ ଡରିକି କଣ କରିବେ, ଅର୍ଜୁନ ଜାଣିଦେଲେ ଏଇଟା ଗୋଟେ ଏ ବିଚିତ୍ର ପଶୁ ପୃଥିବୀରେ କେହି ନାହିଁ, ଏ ସ୍ୱୟଂ ଶ୍ରୀକୃଷ୍ଣଙ୍କ ମାୟା ବୋଲି ସେ ତାଙ୍କର ସାଷ୍ଟାଙ୍ଗ ପ୍ରଣିପାତ କରି ତାଙ୍କ ଘରେ, ତୁ ହିଁ କୃଷ୍ଣ, ତୁ ହିଁ ବାସୁଦେବ, ତୁ ହିଁ ମୋର ସଖା ବୋଲି କହିକି ଯୋଉ ତୁଇ ମତେ ରକ୍ଷା କର ବୋଲି, ଏଇ ଯୋଉ କଳ୍ପନା ଗୁଡାକ ଆମର ଚିତ୍ରପଟରେ ଦେଖିବେ। ଆମର ଯୋଉ ଚିତ୍ରପଟ ଆମେ କହୁଛୁ, ଯାହା ପାଇଁ ଆମେ ଓଡିଶା ଗର୍ବ ଅନୁଭବ କରେ, ସେଇ ସବୁକୁ ମହାଭାରତର କାହାଣୀ ଗୁଡାକ ସବୁ ଅଛି, ସେଗୁଡାକ ଶାରଳା ଦାସଙ୍କ ଦ୍ଵାରା ଅତି ମାତ୍ରାରେ ପୁଷ୍ଟ ହେଇଛି, ଯୋଉଟା କି ମୂଳ ମହାଭାରତରେ ନାହିଁ, ବେଦବ୍ୟାସ କୃତ ମହାଭାରତରେ ନାହିଁ। ତେବେ ତାପରେ ବର୍ତ୍ତମାନ ଆପଣ ଯଦି ଶାରଳା ଦାସଙ୍କର ସାଧାରଣ ମଣିଷ ରୂପରେ ଦେଖାଯାଇଛି, ଏମାନେ ଗୋଟେ ଦିବ୍ୟ ପୁରୁଷ, ତାଙ୍କ ହାତରେ କିମୁତ କିମାକାର ସବୁ ଅଖଣ୍ଡ ଐଶ୍ୱର୍ଯ୍ୟ ଥିଲା, ଅଖଣ୍ଡ କ୍ଷମତା ଥିଲା, ଯୋଉ ପ୍ରକାର ବର୍ଣ୍ଣନା କରାଯାଇଛି ମହାଭାରତ, ମୂଳ ମହାଭାରତରେ, ଶାରଳା ମହାଭାରତରେ ସେ ସବୁ ନୁହେଁ। ଏମାନେ ଗୋଟେ ଚାଷୀ ପରିବାର ଲୋକ ଗୁଡାକ ଥିଲେ, ଟିକେ ଧନମାନ ଥିଲା ବୋଲ, ଟିକେ ଧନୀ ଚାଷୀ ପରିବାର, ରଜା ବୋଲି ଯାହାକୁ ସେଠି ଏଡେ ବଡ ସମ୍ରାଟ ଯେମିତି ଆମ ଟିଭିରେ ଦେଖାଯାଉଛି, ମଣି ମାଣିକ୍ୟରେ ଭରା ହେଇକି ଥିବ, ଏକଦମ ଖାଇବାକୁ ପିଇବାକୁ ଏଇଟେ ପ୍ୟାଲେସ ଥିବ, ସେମିତି କଥା ଏଠି ନାହିଁ। ଏ ଗାଁର ଗୋଟେ ଟିକେ ଥିଲା ବାଲା ବୋଲ ଏଇ ଟାଇପ ର କରାଯାଇଛି, ତେଣୁକରି ଗାଁ ଲୋକ ସେଟା ଗ୍ରହଣ କରିପାରୁଛି, ବୁଝିପାରୁଛି। ତାକୁ ଯଦି କହିବି ମହଣ ମହଣ ସୁନାର ମହଲ ତିଆରି ହେଇଥିଲା, ଗାଁ ଲୋକ କଣ ବୁଝିବ? ଯେ ଜୀବନରେ ଗୋଟେ ଗୋଟିଏ ଗ୍ରାମର ସୁନାଟେ କିଣିବାକୁ ଅସମର୍ଥ, ତାକୁ ଏମିତି ହେଇଥିଲା ସେମିତି ହେଇଥିଲା, ତେଣୁ ଗୋଟେ କଳ୍ପନା ନ ରଖିକିରି ତାକୁ ବାସ୍ତବ ଧର୍ମୀ କରିଛି, ଜୀବନ ପାଖକୁ ଓହ୍ଲେଇ ଆଣିଛନ୍ତି ଶାରଳା ଦାସ ମହାଭାରତରେ। ଏଇ ଓହ୍ଲେଇ ଆଣିବା ପଛରେ ତାଙ୍କର ଆଉ କିଛି ସାଧନା ଥିଲା କି, ଯାହା ଫଳରେ ଏଇ ଯୋଉ ଲେଖିବା ପୂର୍ବରୁ ତାଙ୍କର ଏଇ ପ୍ରକାରର କୌଣସି ଥିଲା କି, ଯାହା ଫଳରେ କି ସେ ଏଇଟାକୁ ଏତେ ସୁନ୍ଦର ଭାବରେ ସାଧାରଣ ଲୋକ ପାଖରେ ପହଞ୍ଚେଇ ପାରିଲେ? ହଁ, ଗୋଟେ କାରଣ ହଉଛି ସେଇ ସମୟରେ ରାଜା ମାନେ କବି ମାନଙ୍କୁ, ଲେଖକ ମାନେ ପାଟ୍ରୋନାଇଜ କରୁଥିଲେ। ପାଟ୍ରୋନାଇଜ ଅର୍ଥ ତାଙ୍କୁ ଜମି ଜମା ଟିକେ ଦଉଥିଲେ, ତାଙ୍କୁ ଖାଇବା ପିଇବା ବ୍ୟବସ୍ଥା କରିଦଉଥିଲେ, ଯାହାଫଳରେ ସେମାନେ ଟିକେ ଦୈନନ୍ଦିନ ଯୋଉ ବୃତ୍ତିଗତ ଭାବେ ଯୋଉ ଧନ୍ଦୀ ହୁଅନ୍ତେ, କୋଉଠି ରୋଜଗାର କରିକି ଯୋଉ ହଳ ଲଙ୍ଗଳ ଧରି ଚାଷ କରିକି ଯାଇକିରି ଏଇଥିରୁ ମୁକୁଳିକିରି ଏ କାବ୍ୟ ସଂରଚନା କରୁଥିଲେ। ତ ୟା ଭିତରେ କବି ମାନଙ୍କର ଗୋଟେ ଲୋଭ ଭୟ ବି ରହୁଥିଲା, ରାଜା ମାନଙ୍କୁ, ଶାସକ ମାନଙ୍କୁ।
ତେଣୁ ଦେଖି ଓଡିଶାର ବହୁତ ରାଜୁଡାଙ୍କ ନାଁରେ ବହୁତ କାବ୍ୟ କବିତା ଭଣତି ହେଇଛି। ଅର୍ଥାତ୍ ଜଣେ କବିଟିଏ ଲେଖିବ, ସେ ଲେଖିବ କାରଣ ନା ରଜା ଲେଖିଛନ୍ତି ବୋଲିକିରି, ସେ କବିତା ନିଜ ନାଁ ଲେଖିବନି। ଆଉ ତା ବଦଳରେ ପାଉଥିଲା କଣ ନା ରଜାଙ୍କଠୁ ଜମି ଜମା ଟିକେ ପାଉଥିଲା, କଣ ଗୋଟେ ପାଉଥିଲା, କି ସ୍ୱର୍ଣ୍ଣ ମୁଦ୍ରାଟେ ପାଉଥିଲା, ଉପାଧିଟେ ପାଉଥିଲା, ଏମିତି ଚାଲିଥିଲା। ତ ଯେତେବେଳେ ଶାରଳା ଦାସ ଦେଖିଲେ ଯେ ଏମିତି ରାଜାଙ୍କୁ ତୁଷ୍ଟୀକରଣ କରିକି ଯଦି ମୁଁ ଲେଖିବି, ଏଇ ଗ୍ରନ୍ଥଟି ମୋର ମାନେ ସମ୍ପୂର୍ଣ୍ଣ ତାର ସତ୍ତା ହରେଇବ। ଏ ଯୋଉ ମଣିଷକୁ ଯୋଉ ଆଲୋକ ଦେଖେଇବାର କଥା, ମଣିଷକୁ ଯୋଉ ଉଜ୍ଜୀବିତ କରିବାର ଦେଖେଇବା, ମଣିଷ ଚେତନାର ଯୋଉ ବିକାଶ କରିବା, ଏସବୁ ଧ୍ୱଂସ ପ୍ରାପ୍ତ ହେଇଯିବ। କାହିଁକି ନା ସେଥିରେ ସତରେ ସେଥିରେ ରାଜାଙ୍କୁ ଖୁସି କରାଯିବ। ତେଣୁ ସେ କଣ କଲେ, ନିଜକୁ ଦାସାନୁଦାସ, ନିଜକୁ ଶୂଦ୍ର ବୋଲି ଭାବେ ପ୍ରକୃତରେ ତାଙ୍କ ଜାତି କଣ ଥିଲା ଅଲଗା କଥା, କିନ୍ତୁ ସିଏ ନିଜକୁ ଶୂଦ୍ର ବୋଲି ପ୍ରତିପାଦନ କଲେ। ଶୂଦ୍ର ଅର୍ଥ ଯିଏ ସମାଜର ସେବା କରେ, କାହିଁକିନା ଶୂଦ୍ରକୁ ସେମିତି କିଛି ଉଚ୍ଚ ଆସନ ଦିଆଯାଉନଥିଲା ସେ ସମୟରେ। ତେଣୁ ସିଏ କହିଲେ ମୁଁ ବ୍ରାହ୍ମଣ ବୋଲି କହିଲେ କେବଳ ବ୍ରାହ୍ମଣ ଭିତରେ ଏଟା ରହିଯିବ। ତେଣୁ ସେ ପୁରା ଆହୁରି ତଳକୁ ଆସିଗଲେ। ତେଣୁ ଶୂଦ୍ର ନିଜକୁ କହିଲେ। ଶୂଦ୍ର ଅର୍ଥ ଯିଏ ଜନସମାଜର ସେବା କରେ ଅତି ଗ୍ରାଉଣ୍ଡ ଲେଭେଲରେ। ତ ତେଣୁ ନିଜକୁ ଶୂଦ୍ର ବୋଲି କହିଲେ, ନିଜକୁ ଶୂଦ୍ର ମୁନି, ତେଣୁ ଶୂଦ୍ର ମୁନି କୁହାଯାଏ ଶାରଳା ଦାସଙ୍କୁ। ଶୂଦ୍ର ମୁନି ବୋଲି କହିଲେ। ଆଉ ତାଙ୍କ ନାଁରେ ଶାରଳା ଦାସ, ଦାସର ଅର୍ଥ ଆମେ ଯୋଉ ଟାଇଟଲ ହିସାବରେ ଆଜିକାଲି ନଉଛୁ ଦାସ, ତାହା ନୁହଁ। ଦାସର ଅର୍ଥ ଶାରଳା ଦେବୀଙ୍କର ମୁଁ ମାନେ ଭୃତ୍ୟ। ଶାରଳା ଦେବୀ ଝଙ୍କଡ଼ରେ ଅଛନ୍ତି, ପ୍ରତିଷ୍ଠା ଦେବୀ ଶାରଳା। ତ ସେଇଠି ସିଏ ଦେବୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଦୀର୍ଘ ଦିନ ଅଧିଆ ପଡ଼ି ରହିଥିଲେ। ଶାରଳା ଦେବୀ ତାଙ୍କୁ ଇଏ କରି ରହିଥିଲେ, ତାଙ୍କୁ ବରଦାନ କରିଥିଲେ ଯେ ଯେମିତି ଆମର ଉପେନ୍ଦ୍ର ଭଞ୍ଜ ଶବ୍ଦର ସପ୍ତ ସମୁଦ୍ର ପାର କରିଥିଲେ, ସେମିତି ଶାରଳା ଦେବୀ ବି ୟାଙ୍କୁ ଜ୍ଞାନର ଏକଦମ ଜ୍ଞାନର ପାରାବାରରେ ୟାଙ୍କୁ ଉପହାର ଦେଇ ଦେଇଥିଲେ। ନେ ତତେ ଜ୍ଞାନ ଦଉଛି, ତୁ ମହାଭାରତକୁ ଅନୁବାଦ କରେ, ଏମିତି। ତେଣୁ ସେ ସବୁବେଳେ ଗୋଟେ କଥା କରୁଥିଲେ। ଏଇଟା ଗୋଟେ ଏବେ ଜଣା ପଡୁଛି ଯେ ଏଇଟା ଗୋଟେ କେତେ ଗୋଟେ ଟେକ୍ନିକ ଥିଲା। ଟେକ୍ନିକ କଣ, ସେ ଯାହା ଲେଖିବାକୁ ଚାହୁଁଥିଲେ, ଧର ରାଜ ବିରୁଦ୍ଧରେ କିଛି ଲେଖିବାକୁ ଚାହୁଁଥିଲେ, ରାଜା ମାନଙ୍କର କୁଚକ୍ର, ରାଜା ମାନଙ୍କର ଯୋଉ ଅହଙ୍କାର, ରାଜା ମାନଙ୍କର ଯୋଉ ଯୁଦ୍ଧ ଦେଇ ଡାକରା, ତାଙ୍କ ଯୁଦ୍ଧ ଦ୍ଵାରା କେମିତି ଗାଁ ଗୁଡାକ ଶ୍ରୀହୀନ ହେଇ ପଡୁଥିଲା, ଲୋକମାନେ ମରୁଥିଲେ, ଲୋକ ଜାଣୁନଥିଲେ ଯେ କାହା ପାଇଁ ସେମାନେ ଲଢୁଛନ୍ତି। ରଜା ନିଷ୍ପତ୍ତି ନେଲା, ଆମେ ଅମୁକ ରାଜ୍ୟକୁ ଆକ୍ରମଣ କରିବୁ, ରଜା ରଜା ଲଢେଇ ହେଲା। ଏ ବିଚାରା ଗାଁରେ ଯୋଉ ଚଷାଟି, ସିଏ ଡକରା ପଉସିକି ଧାଉଁଥିଲା, କଣ ଜାଙ୍ଗୁ କାଟି ଦେଇକି ଧନୁଷ ଧରି ଧାଉଁଥିଲା, ମାରପିଟରେ ତା ପ୍ରାଣ ଯାଉଥିଲା, ନହେଲେ ସେ କାହାକୁ ମାରୁଥିଲା। ତେଣୁ ସବା ଭୂମି ମାନେ ତୃଣମୂଳରେ ମାନେ ଗରିବ ଲୋକଟି ହିଁ ମରୁଥିଲା ସୈନ୍ୟ ହେଇକିରି। ତେଣୁ ଏଇ ସବୁ ବ୍ୟବସ୍ଥା ଦେଖି ରଜାଙ୍କର ଯୋଉ ପ୍ରକାର ଷଡଯନ୍ତ୍ର, ରଜାଙ୍କର ଯୋଉ ମନୋମୁଖୀ ଶାସନ ବିରୁଦ୍ଧରେ ଯେତେବେଳେ ସେ ଲେଖିବାକୁ ବାହାରିଲେ, ଆଉ ବ୍ରାହ୍ମଣ ମାନଙ୍କର ରାଜତ୍ୱ ଚାଲିଥିଲା ସେତେବେଳକୁ, ବ୍ରାହ୍ମଣବାଦ ବିରୁଦ୍ଧରେ ସେ ଲେଖିବାକୁ ଚାହିଁଲେ। ବ୍ରାହ୍ମଣ ମାନେ କେମିତି କୂଟନୈତିକ ଖେଳ ଖେଳୁଛନ୍ତି, କିନ୍ତୁ ସମାଜରେ ବ୍ୟବସ୍ଥାକୁ କ୍ଷୁର୍ଣ୍ଣ କରୁଛନ୍ତି, ଅଗ୍ରଗତିକୁ ଧ୍ୱଂସ କରୁଛନ୍ତି। ତେଣୁ ୟା ବିରୁଦ୍ଧରେ ଲେଖିଲା ବେଳକୁ ଭୟଙ୍କର ପ୍ରତିବାଦ ଆସିବ। ତେଣୁ ସିଏ କଣ କଲେ, ବୋଲେ ପ୍ରତିଥର ଲେଖୁଥିଲେ, ଦେଖି ତାଙ୍କର ଷ୍ଟାଇଲ ହୁଏ ଯେ ଶାରଳା ଦେବୀ ମତେ ରାତିରେ କହିଲେ ଏହା ଲେଖି ବୋଲି, ମୁଁ ସକାଳୁ ଲେଖୁଛି। ମୁଁ ଜଣେ ଆଜ୍ଞା ମୁଁ ଏସବୁ ଧାରେନି, କି ମତେ ଏସବୁ କିଛି ଜଣା ନାହିଁ, ମତେ ପଚାରନ୍ତୁ ନାହିଁ। ତେଣୁ ସେତେବେଳେ ଶାରଳା ଦେବୀଙ୍କ ଯୋଉ ପ୍ରଭାବ ଥିଲା, ତେଣୁ ଯେତେବେଳେ ଜଣେ କହୁଥିଲା ଯେ ମତେ ଦେବୀ ଏଇଟା ଇଙ୍ଗିତ କରୁଛନ୍ତି, ଲୋକ କଣ କରୁଥିଲେ, ରାଗି ପାରୁନଥିଲେ। ଏବଂ ରଜା ବି ତାଙ୍କ ବିରୁଦ୍ଧରେ ଯାଇପାରୁନଥିଲେ। ଯେ ଦେବୀ ମତେ କହିଲେ ବ୍ରାହ୍ମଣ ମାନେ ବା ଅମୁକ ଶାସନର ଇଏ ମାନେ ଅତ୍ୟଧିକ କର ଆଦାୟ କରୁଛନ୍ତି, ତେଣୁ ଜନସାଧାରଣ ତାର ତିଷ୍ଠ ହେଲେଣି। ତ ଅତ୍ୟଧିକ କର ଆଦାୟ କରିବା ରଜାଙ୍କ ପକ୍ଷେ ମାନେ ଅନୁଚିତ। ସେମାନେ ନିଜେ ବିଳାସ ବେଶନରେ ଖର୍ଚ୍ଚ କରୁଛନ୍ତି ପ୍ରଜାଙ୍କ ଉପରେ। ଧରନ୍ତୁ ଏଇ ଗୋଟେ ଲାଇନ ଉପରେ ସେ ତାକୁ ବିରୋଧ କରିକି ଲେଖିବାକୁ ଚାହିଁବେ, ତେଣୁ ରଜାଙ୍କ କୋପ ଦୃଷ୍ଟିରେ ପଡିବେ। ରଜାଙ୍କ କୋପ ଦୃଷ୍ଟିରେ ପ୍ରାଣ ପଳେଇବ, ଆପଣଙ୍କୁ ଖାଇବା ପତ୍ର ମିଳିବନି, ଆପଣ ଲେଖିବେ କଣ? ତେଣୁ ସିଏ କଣ କରୁଥିଲେ, ମଧ୍ୟବର୍ତ୍ତୀ ଉପାୟ ଧରିଥିଲେ ଯେ ଶାରଳା ମତେ ରାତିରେ କହିଲେ କଥା ଲେଖେ, ତେଣୁ ମୁଁ ଏଭଳି ଭଣତି କଲି। ମତେ ଆଜ୍ଞା କିଛି ଦୋଷ ଦିଅନ୍ତୁନି, ଯାହା ଲେଖା ହେଇଛି ମହାଭାରତରେ ସବୁ ଶାରଳା ଦେବୀ କହିଛନ୍ତି। ତମେ ଶାରଳା ଦେବୀ କହିକି ସେ ଏଣ୍ଟାର ମହାଭାରତକୁ ସାରିଦେଲେ। ଯାହାଫଳରେ ଲୋକଙ୍କର ବା ତତ୍କାଳୀନ ଯୋଉ ଶାସନ ବର୍ଗର ଯୋଉମାନେ ମୁଖିଆ ଥିଲେ, ମାନେ ମୁଖ୍ୟ ପିଣ୍ଡାରୀ ବୋଲନ୍ତୁ, ମୁଖ୍ୟ ମାନେ ମଙ୍ଗୁଆଳ ବୋଲି କୁହନ୍ତୁ, ବା ସମାଜର ଯୋଉମାନେ ଶାସକ ଥିଲେ, ପ୍ରତିଷ୍ଠିତ ଲୋକ ଥିଲେ, ତାଙ୍କ ଆକ୍ରୋଶରୁ ନିଜେ ରକ୍ଷା ପାଇଲେ। ଆଉ ତାଙ୍କର ଅମୂଲ୍ୟ ଯୋଉ ଉପହାର, ଅମୂଲ୍ୟ ଅନୁବାଦ ପୁସ୍ତକଟିକୁ, ମାନେ ମହାକାବ୍ୟଟିକୁ ଆମ ପାଇଁ ସଞ୍ଚିତ କରିଥିଲେ, ଆମ ପାଇଁ ଉପହାର ଦେଇଛନ୍ତି। ଯଦି ସେ ସମୟରେ ସେ ସବୁ କରିନଥାନ୍ତେ, ଅନେକ ଅନେକ ଦୁଷ୍ପ୍ରାପ୍ୟ କାବ୍ୟ କବିତା ରଜାଙ୍କ ଆକ୍ରୋଶରେ ଆସିକି ଜଳି ପୋଡିଗଲା ଭଳି ମହାଭାରତ ମଧ୍ୟ ଜଳି ଦିଆଯାଇଥିଲା। ହୁଏତ ଶାରଳା ଦାସ ମଧ୍ୟ ଜାଳି ଦେଇଥାନ୍ତେ, ଏଭଳି ପ୍ରତିପତ୍ତି ଥିଲା ରଜା ମାନଙ୍କର। କିନ୍ତୁ ଶାରଳାଙ୍କ ଦେବୀଙ୍କ ନାଁ କହିକିରି ସିଏ ମତେ ଏମିତି କହିବାକୁ ଲେଖିଲେ, କହି ଆସୁଲୁ କରିକି ସେ ତାଙ୍କର ଚଲେଇଥିଲେ ସେ ସବୁ। ତେଣୁ ଇଏ ହଉଛି ମହାଭାରତ କାହାଣୀ ଲେଖିବାର ଇତିବୃତ୍ତି। ଧନ୍ୟବାଦ ପ୍ରିୟବ୍ରତ ଭାଇ, ଅତି ସୁନ୍ଦର ଭାବରେ ଆମେ ଆଲୋଚନା କରିଛେ ଶୂଦ୍ରମୁନି ଶାରଳା ଦାସଙ୍କର ମହାଭାରତ
ରଚନା ସମ୍ପର୍କରେ ଆଜି ତାଙ୍କର ପୁଣ୍ୟତିଥି ଅବସରରେ ତାଙ୍କୁ ଆମେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛେ ଏବଂ ଆମେ ଆଶା କରୁଛେ ଓଡ଼ିଆ ଭାଷା ସାହିତ୍ୟର ଯେଉଁ ସୁନ୍ଦର ମହାକାବ୍ୟ ରଚନା ହୋଇଛି ତାହା ସମସ୍ତେ ପଢ଼ିବେ, ତାକୁ ଅନୁଭବ କରିବେ ଏବଂ ଏକ ନୂତନ ଚେତନା ଆଡ଼କୁ ଅଗ୍ରସର କରିବାରେ ସହାୟକ ହେବେ। ଆଉ ପୁଣି ଥରେ ଆପଣଙ୍କ ପାଖରେ ଆମେ କୃତଜ୍ଞତା ଜଣାଉଛୁ ରେଡ଼ିଓ କୋରାପୁଟର ସମସ୍ତ ଶ୍ରୋତାଙ୍କ ପାଖରେ ସେମାନେ ଏତେ ଶୁଣିଥିବା ଯୋଗୁଁ ଏବଂ ପୁଣି ଥରେ ଆଉ ଏକ ଏପିସୋଡରେ ନିଶ୍ଚିତ ଭାବରେ ଦେଖା ହବ। ସେତିକି ପର୍ଯ୍ୟନ୍ତ ରେଡ଼ିଓ କୋରାପୁଟ ପାଇଁ ମୁଁ ସିଏଚ୍ ସାନ୍ତାକାନ୍ତ ବିଦାୟ ନେଉଛି। ନମସ୍କାର। ନମସ୍କାର।